ଶୀର୍ଷକ ଶାନ୍ତି ନିଦ୍ରା। ଶାନ୍ତି ନିଦ୍ରାର ଅର୍ଥ ଆଖିରେ ଲୁହ ରଖି ତା ସାଥେ ସ୍ୱପ୍ନ ଦେଖିବା ନା ବାସ୍ତବତାକୁ ଦୂରେଇ ଦେଇ କଳ୍ପନାର ସୌଧ ଗଢ଼ିବା। କେହି ବୁଝିପାରନ୍ତିନି ଅସରନ୍ତି ପ୍ରଶ୍ନକୁ। କେହି ଆମ ନୀରବତାରେ ବି ପାଇଯାଆନ୍ତି ଉତ୍ତର। ହେଲେ ଏ ମଣିଷ ଅନ୍ୟ ଆଖିରେ ଲୁହ ଦେଇ ଚାହେଁ ଶାନ୍ତି ନିଦ୍ରା। ଯେ ନିଜର ସେ କ'ଣ ଏମିତି କରିପାରିବ କି? ଯଦି କରିପାରୁଛି ସେ ନିଜର କି? ଏ ପ୍ରଶ୍ନରେ ମନରେ ଅନେକ ଦ୍ୱନ୍ଦ୍ୱ, ହଜାରେ ଆଶଙ୍କା ସୃଷ୍ଟି ହୁଏ। କେହି ଅଭିନୟରେ ବି ବେଶ୍ ଜିତିପାରନ୍ତି ବିଶ୍ୱାସ। କେହି ନିଜ ସତ୍ୟତା ସାଥିରେ ବି ହାରିଯାଆନ୍ତି ଆମ ଆଗରେ। ହେଲେ ଯାହାର ଚେଷ୍ଟା ନାହିଁ କି ଇଚ୍ଛା ନାହିଁ ତାକୁ କ'ଣ ବୁଝେଇ ଦେଇପାରିବା କି ଆମେ? ଯଦି କେହି ମିଛରେ ସମ୍ପର୍କ ଗଢ଼ି ବସେ, ଆଖିରେ ବିଶ୍ୱାସ ଆଉ ସ୍ୱପ୍ନ ଭରି ନୀରବତାର ଅଶ୍ରୁ ଆଣିଦିଏ, ତାଠୁ ସତ୍ୟତା ଆଶା କେତେ ଦୂର ଠିକ୍? ଆଜି ବିବେକର ଶବ୍ଦ ଶୁଭେ ଘଡ଼ିକି ଘଡ଼ି। ସେ କହେ, ତୁ ହାରିଯାଇଛୁ ଜୀବନ ଯୁଦ୍ଧରେ। ମଣିଷ ଚିହ୍ନିବାରେ, ବିଶ୍ୱାସ ଗଢ଼ିବାରେ। କହୁଛି ବୋଲି ଖରାପ ଭାବିବେନି। ପର ସହଜେ ନିଜର ହୋଇପାରିବେନି। ଆଉ ଯେ ନିଜର ସେ ସହଜେ କଷ୍ଟ ଦେବେନି। କି କଷ୍ଟ